ভজ নিতাই গৌর রাধে শ্যাম জপ হরে কৃষ্ণ হরে রাম। শ্রী চৈতন্য কহিলে হে শ্রোতাবন্ধୁ ଭଜ ତାଙ୍କ ସାଙ୍ଗକୁ କହିଲେ ତୁ ଭଜ ତମେ ଭଜ। ଆମେ ଗୀତ ବୋଲିଲେ ଏବେ ବି ସେ ଭଜ ଆଉ ଜପକୁ ଛାଡ଼ୁନେ। ଖାଲି ଏତିକି କହିବା କଥା ନିତାୟ ଗୌର ରାଧେ ଶ୍ୟାମ ହରେ କୃଷ୍ଣ ହରେ ରାମ, ହରେ କୃଷ୍ଣ ହରେ ରାମ, ନିତାୟ ଗୌର ରାଧେ ଶ୍ୟାମ। କିନ୍ତୁ ସେ ତାଙ୍କୁ କହିଥିଲେ ଭଜ, ତମେ ଭଜ, ତମେ ଜପ। ବୁଝା ପଡ଼ିଲା? ଭଜ ନିତାୟ ଗୌର ରାଧେ ଶ୍ୟାମ ଜପ ହରେ କୃଷ୍ଣ ହରେ ରାମ। ଏଇଟା ମୁଁ କାହିଁ କହିଲି କହିଲେ? ମୋ କହିବା କଥା ହେଲା ରବିବାର ଦିନ ଜାଗର ଲିଭେଇ ଦେବା। ଜାଗ ଜାଗ ବୋଇଲେ ଚେଇଁ ଉଠ, ଶୁଅ ନା। ଆଜ ରାତି ଆମକୁ ଶୋଇବାକୁ ପଡ଼ିବନି। କାହିଁକି? ଜଗତର କର୍ତ୍ତା ଦେବ ଦେବ ମହାଦେବ ତାଙ୍କ ସୃଷ୍ଟିର ସୁରକ୍ଷା ପାଇଁ ସାଗର ମନ୍ଥନରୁ ବାହାରିଥିବା ଗରଳକୁ ପିଇଦେଲେ। ତେଣୁ ଲଙ୍କା ମାରିଚ ଯିଏ ଚୋବାଏ ତା ପାଟି ଜଳିବ। ତେଣୁ ଶିବଙ୍କ ଦେହ ଏବେ ହାହୁତାଶ ହେଉଥିବ, କଷ୍ଟ ହେଉଥିବ। ତେଣୁ ତାଙ୍କୁ ଶାନ୍ତ କରିବା, ଆମେ ଜାଗ୍ରତ ରହିବା। ଏକଥା ଉଚ୍ଚ କଣ୍ଠରେ ଦେବତାମାନେ କହିଲେ, ହେ ଦାନବ, ହେ ମାନବ, ଆମେ ଦେବ, ତମେ ଦାନବ ଆଉ ମାନବ। ଆମେ ସମସ୍ତେ ଏବେ ଶିବ ସେବା କରିବା। ତେଣୁ ଜାଗ ରେ ମାନବ, ଜାଗରେ, ଜାଗରେ ଉଠରେ, ଚେଇଁ ଉଠ, ଜାଗରେ। এই ଜାଗରେ ଶବ୍ଦରୁ ସୃଷ୍ଟି ହେଲା ଜାଗର। ବୁଝିଲେ? ଆଜି ସେଇ ଜାଗର ରବିବାର। ମହାଦେବ ସଦାଶିବ ନୀଳକଣ୍ଠ ତ୍ରିଲୋଚନ ମହାମୃତ୍ୟୁଞ୍ଜୟଙ୍କର ଶାନ୍ତ ଦିବସ, ପ୍ରସନ୍ନ ଦିବସ। ତାପରେ ସେ ପ୍ରସନ୍ନ ହେଲେ ଏବଂ ତାଙ୍କ ଟିପା ଖାତାରେ ସେ ଟିପି ଦେଲେ ଯେଉଁମାନେ ମୋର ମୁଁ ତାଙ୍କର। ସେଇମାନଙ୍କୁ କୁହାଗଲା ଶୈବ। କାୟ ମନ ବାକ୍ୟରେ ଯେ ଆଜି ଭଗବାନ ଶିବଙ୍କ ଲିଙ୍ଗର ସେବା କରେ, ସେଠି ଗଇସ, ଦୁଦୁରା, ଚମ୍ପା, ମାଳତୀ ଫୁଲ ଦିଏ, ତ୍ରିଶାଖା ବେଲପତ୍ର ଦିଏ, ଗଙ୍ଗା ଜଳ ଦିଏ, କଞ୍ଚା କ୍ଷୀର ଦିଏ। ଗୋଟିଏ ଗାଈର କ୍ଷୀର, 5 ଗାଈର ମିଶ୍ରଣ କ୍ଷୀର ନୁହଁ। ନାଲି ଗାଈ ହଉ କି କଳା ଗାଈ ହଉ, ଧଳା ଗାଈ ହଉ, ହଁ ମନେଲା ଆଉ ପଞ୍ଚାମୃତ ଏସବୁ ବ୍ୟବସ୍ଥା କଲେ। ଭକ୍ତିରେ ତାଙ୍କର ପ୍ରକୃତ ମନ୍ତ୍ର ହେଲା ଓମ୍ ନମଃ ଶିବାୟ, ଷଡ଼ାକ୍ଷର ମନ୍ତ୍ର। ଓମ୍ ନମୋ ଶିବାୟ, ନମ 2ଟା ଅକ୍ଷର ହେଲା, ଶିବ 2ଟା ଅକ୍ଷର, ଇୟ 1 ଅକ୍ଷର, 5ଟା ଅକ୍ଷର ହେଲା। ଓମ୍ ଲଗେଇଲେ 6 ଅକ୍ଷର ହେଲା। ଆଗଲା ଷଡ଼ାକ୍ଷର, ଓମ୍ ଲଗେଇଲେ ଷଡ଼ାକ୍ଷର, ଓମ୍ ନ ଲଗେଇଲେ ପଞ୍ଚାକ୍ଷର। ଆମେ ଆଜି ଏଇ ପଞ୍ଚାକ୍ଷର ମନ୍ତ୍ର ନମଃ ଶିବାୟ ଖାଲି ଜପିବା, ନହେଲେ ଓମ୍ ନମଃ ଶିବାୟ ଜପିବା। ଏ ଯାହା ଦବା ଏଇ ମନ୍ତ୍ର ଜପି ଜପି ଦବା ବୋଇଲେ ଆମକୁ ଭଲ ହେବ। ଆମକୁ ଭଲ ଏଟା। ଆଉ ଆଜି ଟିକେ ଆକଣ୍ଠ ଭୋଜନ କରିବାନି ନା, ଉପବାସ ରହିବା। ମାନେ ଯଦି ଆମେ ତାଙ୍କ ପାଖରେ ରହିବା, ସେ ଆମ ହୃଦୟରେ ରହିଗଲେ, ସିଏ ଆମ ହୃଦୟରେ ରହିଗଲା ମାନେ ଭୋକ କେଉଁଠି ହେବ? ଶ୍ରଦ୍ଧା ପ୍ରେମରା ସେବା କାର୍ପଣ୍ୟ ଭକ୍ତି ବଳେ କିବା ଅସାଧ୍ୟ ମହି ତଳେ। ଶିବଙ୍କ କରୁଣା ହେଇଗଲା ପରେ ଆଉ କିଛି ନାହିଁ ଅସମ୍ଭବ। ବୁଝା ପଡ଼ିଲା? ବନ୍ଧୁ, ଆଜି ଆମେ ଆଲୋଚନା କରିବା ଅଛେ ଶନିବାରେ କହିବା ରବିବାର ବିଷୟରେ। ମନେଲା ଆଜି ରବିବାର, ଜାଗର ରବିବାର। ଆଜି
କ'ଣ ସବୁ ଅଛି ବ୍ୟବସ୍ଥା? ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ଅଶୁଭ ସମୟ ମେଷ ରାଶିରୁ ଆରମ୍ଭ କରିବା। ଆଜିର ଅଶୁଭ ସମୟ ହେଲା 4ଟା 41ରୁ 5ଟା 47। 4ଟା 41ରୁ 5ଟା 47। ଏ ସମୟରେ କ'ଣ ଶୁଭ କାର୍ଯ୍ୟ କରିବାନି। ତା ପୂର୍ବରୁ ଆରମ୍ଭ କରିଥିବା, ପରେ ଆରମ୍ଭ କରିବା। କୁଆଡ଼େ ଯିବାନି ଏ ଅଶୁଭ ସମୟରେ। ହେଲେ ଆଜି ସୂର୍ଯ୍ୟ ଉଦୟ ହେବେ 6ଟା 17 ପରେ। ସକାଳ 6ଟା 17 ପରେ ସୂର୍ଯ୍ୟ ଉଦୟ ହେବେ। ସନ୍ଧ୍ୟା 5ଟା 44 ପରେ ଅସ୍ତ ହେବେ। ସନ୍ଧ୍ୟା 5ଟା 44 ପରେ ଅସ୍ତ ହେବେ। ହେଲେ ଆଜି ହେଲା ରବିବାର 15 ତାରିଖ। ଆସନ୍ତାକାଲି ବିଷୟରେ ଆମେ ଆଲୋଚନା କରିବା। ଆସନ୍ତାକାଲି ରବିବାର 15 ତାରିଖ ମେଷ ରାଶିର ଘାତ ବାର। ରବିବାର ମେଷ ରାଶିର ଘାତ ବାର। ରାତି 7ଟା 45 ପରେ ଦ୍ୱିଜା ନକ୍ଷତ୍ରର ଅଶୁଭ ସମୟ ଆସିବ। ଏହି ମେଷ ରାଶିଆ ମାନେ ଆଜି ରବିବାର ନିଜ କର୍ମ ପ୍ରତି ସଚେତନ ରହିବେ। ନିଜ କର୍ମ ପ୍ରତି ସଚେତନ। ସମସ୍ୟା କିଛି ହେବନି ଆଜି। ସେମାନେ କାୟ ମନ ବାକ୍ୟରେ ନିଜ କର୍ମକୁ ଭଲ ପାଇବେ। କର୍ମ ମୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ତେଣୁ କର୍ମ କରିବ ନାନା ମତେ ଫଳିବ କର୍ମର ଆୟତେ। ଭଗବାନ ଗୀତାରେ କହିଲେ କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ। ତେଣୁ ଆଜି କର୍ମ ପ୍ରତି ମେଷ ରାଶି ଲୋକମାନେ କାୟ ମନ ବାକ୍ୟରେ ଲାଗି ପଡ଼ିବେ। ମାନସିକ ପରିଶ୍ରମ କରିବେ ଓ ଶାରୀରିକ ପରିଶ୍ରମ କରିବେ। ଏ ଦୁଇ ପ୍ରକାର ପରିଶ୍ରମ କରି ସେ ମହାଲକ୍ଷ୍ମୀଙ୍କୁ ଘରକୁ ନିମନ୍ତ୍ରଣ କରିବେ। ମାନେ ଆଜି ମେଷ ରାଶି ବ୍ୟକ୍ତିମାନଙ୍କର ଯଥେଷ୍ଟ ଲାଭ ହେବ, ଖୁବ୍ ଆୟ ହେବ। ସେମାନେ ନିଜ କର୍ମକ୍ଷେତ୍ରରୁ ଧନ ମାନ ସମ୍ମାନ ସବୁକିଛି ରୋଜଗାର କରିବେ। ଆଜି କଠିନ ମାନସିକ ଓ ଶାରୀରିକ ପରିଶ୍ରମ କରି ଧନଲକ୍ଷ୍ମୀଙ୍କୁ ଘରକୁ ଆଣିବେ। ସମସ୍ତଙ୍କ ଶରୀର ଆଜି ଠିକ୍ ଠାକ୍ ରହିବ। ଏମାନେ ସମସ୍ତଙ୍କ ସହିତ ସଦ୍ବ୍ୟବହାର କରି ଆନନ୍ଦିତ ହେବେ ଓ ଅନ୍ୟକୁ ଆନନ୍ଦ ଦେବେ। ମେଷ ରାଶି ପାଇଁ ଆଜି ବଢ଼ିଆ ଦିନ ନୁହଁ। ବୃଷ ରାଶି। ବୃଷ ରାଶି ଆସନ୍ତାକାଲି 15 ତାରିଖ ରବିବାର ଆତ୍ମସମ୍ମାନକୁ ଜଗି ନୀରବତା ରକ୍ଷା କରିବେ। ମଠ ମନ୍ଦିର ଗିର୍ଜା ଗୁରୁଦ୍ୱାର ଯାଇ ଇଷ୍ଟ ପୂଜନ କରିବେ। କର୍ମ ପ୍ରତି ଆଳସ୍ୟ ଭାବନା ଆସିବ। ରାତି 7ଟା 45 ପରେ ରୋହିଣୀ ନକ୍ଷତ୍ରକୁ ଅସୁବିଧା ହେବ। ତେଣୁ ଦୁଃଖ ବଢ଼ିଯାଇପାରେ। କେହି କେହି ବ୍ୟକ୍ତି ଈର୍ଷାଳୁ ବ୍ୟକ୍ତି ତୁମ ପ୍ରତି ଆଙ୍ଗୁଠି ଦେଖେଇବେ ଆଉ ଘୃଣା କରିବେ, ଯାହା ଫଳରେ ତୁମକୁ ଭାରି କଷ୍ଟ ହେବ। ମେଷର ଭଲ ସମୟ ଗଲା, ବୃଷର ଭଲ ସମୟ ନୁହଁ। ତେଣୁ ରବିବାର ଜାଗର ଦିନ ଏମାନେ ସମସ୍ତେ ନିଜର ଇଷ୍ଟ, ମୁଁ ଏବେ ଶିବଙ୍କ କଥା କହିଲି, ତେଣୁ ଇଷ୍ଟଙ୍କୁ ସେମାନେ ସ୍ମରଣ କରିବେ, ପୂଜା କରିବେ। ସମୟ ହୋଇଯିବ ତାଙ୍କର, କାରଣ ଆଜି ଅପମାନିତ ହେବାର ସୁଯୋଗ ଅଛି। ମିଥୁନ ପାଇଁ ଆସନ୍ତାକାଲି 15 ତାରିଖ ମିଥୁନ ରାଶି ପୁନର୍ବସୁ ନକ୍ଷତ୍ରର ରାତି 7ଟା 45ରୁ ଅଶୁଭ ସମୟ ଆସିବ। ଭଲ କାମ କରି ଏମାନେ ନିନ୍ଦନୀୟ ହେବେ। ଭଲ କାମ କରିବେ କିନ୍ତୁ ପ୍ରଶଂସା ପାଇବେ ନାହିଁ। ଗାଡ଼ି ଘୋଡ଼ାରେ ଦୂର ସ୍ଥାନକୁ ଯାଇ ଶାରୀରିକ କଷ୍ଟ ଭୋଗିବେ। ଦେହ ପରାସ ଲାଗିବ, ଯନ୍ତ୍ରଣା ବଢ଼ିଯିବ। ଯଥା ସମୟରେ ଭୋଜନ ମିଳିବନି, ବିଳମ୍ବରେ ମିଳିବ କିନ୍ତୁ ସୁଭୋଜନ ମିଳିବ। ଦିଅଁ ଦର୍ଶନ ହୋଇପାରେ। ପ୍ରିୟ ଲୋକଙ୍କ ଗହଣରେ ସମୟ ଅତିବାହିତ କରିବେ। କିଛି ଦେହ ପୀଡ଼ା ବଢ଼ିଯିବ। ଇଏ ଗଲା ମିଥୁନ କାହାଣୀ। କର୍କଟ କଥା ବୁଝିବା। କର୍କଟ ରାଶି ଆସନ୍ତାକାଲି ଜାଗର 15 ତାରିଖ ରବିବାର କର୍କଟ ରାଶି ଜନତାଙ୍କୁ ପ୍ରୀତିଲାଭ ହେବ। ଏମାନେ ଭାବ ବିନିମୟ କରିବେ। ଏମାନେ ଅନ୍ୟକୁ ଭଲ ପାଇବେ।
କର୍ମ ମାଧ୍ୟମରେ ଅନ୍ୟମାନେ ଏମାନଙ୍କୁ ଭଲ ପାଇବେ, କଥା ମାଧ୍ୟମରେ ଏମାନେ ଦେବେ ଓ ପାଇବେ, ନଦେଲେ ନାହିଁ, ଖଟିଲେ ଖାଇବେ, ନହେଲେ ନାହିଁ। ରାତି 7ଟା 45 ପରେ ଅଶ୍ଳେଷା ନକ୍ଷତ୍ରର ଦୁଃସମୟ ଆସିବ। ସମୟ ବଡ଼ ସୁଖଦାୟୀ ହେବ। ଆଜି ସମସ୍ତ ବିଧ ବୃତ୍ତିଜୀବୀ ପୁରୁଷ ସିଂହ ହେବେ ତ ମହାଲକ୍ଷ୍ମୀଙ୍କର ଅପାର କରୁଣା ଲାଭ କରିବେ। ଯାହାଙ୍କ ଜନ୍ମ ଜାତକରେ ଦ୍ୱିତୀୟାଧିପ ଦ୍ୱିତୀୟରେ ବା ଦଶମରେ ଥିବେ ରବିବାର, ସେଇମାନଙ୍କୁ ହିଁ ସୁନା ଅଣ୍ଡା ଦିଆ କୁକୁଡ଼ା ମିଳିବ। ଦେହ ଠିକ୍ଠାକ୍ ରହିବ, ଦେହ ସମସ୍ୟା ଦୂର ହେଇଯିବ। ଆଜି କର୍କଟ ରାଶି ପାଇଁ ଧନଯୋଗ ଅଛି। ଯେଉଁମାନଙ୍କ ଜାତକରେ ଜନ୍ମ ଜାତକରେ ଦ୍ୱିତୀୟାଧିପ ଦ୍ୱିତୀୟ ଘରେ ବା ଦଶମ ଘରେ ଥିବେ ସେମାନଙ୍କ ପାଖକୁ ଉଡ଼ି ଉଡ଼ି ଆସି ସୁନା ଅଣ୍ଡା ଦିଆ କୁକୁଡ଼ା ପହଞ୍ଚିଯିବ। ମାନେ ସେମାନଙ୍କର ଆଜି ଭାଗ୍ୟର ଅଭ୍ୟୁଦୟ ହେବ। ହେଲେ ଗୋଟିଏ କଥା, ଯେଉଁମାନେ ପୁରୁଷ ସିଂହ ହେବେ, କର୍ମ ପ୍ରତି ସଜାଗ ରହିବେ, କର୍ମ କରିବେ, ସେଇମାନଙ୍କର ଆୟ ଅମଳ ବଢ଼ିଆ ହେବ। ଆଉ ଅମୁକେ ସ୍କୁଲରେ ବଢ଼ିଆ ପଢ଼ା ହେଉଛି, ବଢ଼ିଆ ବଢ଼ିଆ ଶିକ୍ଷକ ଅଛନ୍ତି, ସେଇଠି ନାଁ ଲେଖେଇଲେ ବଢ଼ିଆ ପାଠ ହେବ, ଜମା ନାହିଁ। ଆମକୁ ସ୍କୁଲ ଯିବାକୁ ପଡ଼ିବ, କଠିନ ପରିଶ୍ରମ କରିବାକୁ ପଡ଼ିବ, ପାଠ ପଢ଼ିବାକୁ ପଡ଼ିବ, ମନେ ରଖିବାକୁ ପଡ଼ିବ, ଆଉ ବାରମ୍ବାର ପରୀକ୍ଷା ଦେବାକୁ ପଡ଼ିବ, ବୋଇଲେ ପାଠ ଭଲ ହେବ, ନହେଲେ ନାହିଁ। ସିଂହ ରାଶି ଆସନ୍ତା କାଲି 15 ତାରିଖ ରବିବାର ସିଂହ ରାଶି ପୂର୍ବ ଫାଲ୍ଗୁନ ନକ୍ଷତ୍ର ପାଇଁ ବଡ଼ ଅସୁବିଧା। 7ଟା 45 ପରେ ଏମାନଙ୍କର ମାନେ ସିଂହ ରାଶି ମାନଙ୍କର ଆଜି ଲାଭ ଯୋଗ ଅଛି। ଏମାନେ ବିବିଧ ଖାଦ୍ୟ ଦ୍ରବ୍ୟ ବସ୍ତୁ ବ୍ୟକ୍ତି ବସ୍ତ୍ର ଭୂଷଣ ପରି ନାନାବିଧ ଲାଭ କରିବେ। କାହା ପାଇଁ ଲାଭ କ'ଣ ଏକଥା ବିଧାତାଙ୍କୁ ଜଣା। ସେ ଲାଭ ଦେବେ ସମସ୍ତଙ୍କୁ, କିନ୍ତୁ କାହାକୁ କେଉଁ ରୂପରେ ଦେବେ ସେ ସମୟ କହିବ, ରବିବାର କହିବ। ଆଜି ଭଲ ଧନାଗମ ହେବ, ସ୍ୱାସ୍ଥ୍ୟ ସମସ୍ୟା ନାହିଁ, ଶାନ୍ତିପ୍ରଦ ଦିନ। ଯଥା ସମୟରେ ଭୋଜନ ଶୟନ ସୁଖ ମିଳିବ। ସିଂହ ରାଶି ପୁରୁଷଙ୍କର ଆଜି ଘାତ ଚନ୍ଦ୍ର। ତେଣୁ ସିଂହ ରାଶିର ପୁରୁଷମାନେ ଭାବି ବିଚାରି କୌଣସି ପଦକ୍ଷେପ ନେବା ପୂର୍ବରୁ ଟିକେ ଚିନ୍ତା କରିବେ। ମୋ ଗୋଡ଼ ଖସିଯିବନି ତ, ମୁଁ ବାଡ଼େଇ ପିଟି ହେବିନି ତ, କେଉଁଠି ଖଣ୍ଡିଆ ଖାବରା ହେବନି ତ, ଧକ୍କା ଆକ୍ସିଡେଣ୍ଟ ଦୁର୍ଘଟଣା ଭୟ ନାହିଁ ତ। କନ୍ୟା ରାଶି ପାଇଁ ଆସନ୍ତା କାଲି ରବିବାର 15 ତାରିଖ କନ୍ୟା ରାଶି ହସ୍ତା ନକ୍ଷତ୍ରର ରାତି 7ଟା 45 ଅଶୁଭ ସମୟ ଆସିବ। ତଥାପି ଏ ରାଶିର ଲୋକେ ଆଜି ନାନାବିଧ ସୁଖ ପାଇ ଖୁସି ହେବେ। ନାନାବିଧ ସୁଖ, କୌଳିକ ମୌଳିକ ଆର୍ଥିକ ମାନସିକ ପାରିବାରିକ ସାମାଜିକ ବୌଦ୍ଧିକ ପାରମାର୍ଥିକ। ହେଲେ କାହାକୁ କେଉଁ ସୁଖ ମିଳିବ? ଏହା ଜନ୍ମ ଜାତକରେ ଲେଖା ଅଛି। ଜାତକର ଚତୁର୍ଥାଧିପତି ଯଦି କେନ୍ଦ୍ରରେ ଥିବେ ବା ସେମାନଙ୍କୁ ସେମାନଙ୍କର ମିତ୍ର ଗ୍ରହ ଦେଖୁଥିବେ, ସେମାନଙ୍କୁ ସବୁ ସୁଖ ମିଳିବ। ଆଉ ଅନ୍ୟମାନଙ୍କୁ ଗୋଟିଏ ଗୋଟିଏ ସୁଖ ମିଳିବ, ତାକୁ 2-3ଟା ସୁଖ ମିଳିବ। ଏସବୁ ବିଧି ବିଧାନ ସମୟ କହିବ। ତାପରେ ଧନାଗମରେ ବାଧାବିଘ୍ନ ନାହିଁ, ଦେହ ମୁଣ୍ଡ ଠିକ୍ଠାକ୍ ରହିବ, ସୁସ୍ଥ ରହିବ, ବନ୍ଧୁ ମେଳରେ ସମୟ କଟିବ। ଏ ଗଲା କନ୍ୟା ରାଶି କଥା।
ତୁଳା ରାଶି କଥା, ଆସନ୍ତା କାଲି ରବିବାର 15 ତାରିଖ ତୁଳା ରାଶି ବିଶାଖା ନକ୍ଷତ୍ରର ରାତି 7ଟା 45ରୁ ଅସୁବିଧା ହେବ, ଶାନ୍ତି ଭଙ୍ଗ ହେବ। ସକାଳୁ ସକାଳୁ ସବୁ କାର୍ଯ୍ୟ ସୁରୁଖୁରୁରେ ସରିଯିବ, ମାତ୍ର ତା ପର ସମୟ ଟିକେ ଟିକେ ସମସ୍ୟାର ସମ୍ମୁଖୀନ ହେବ। ଦୂରଯାତ୍ରା ଯୋଗ ଅଛି, ଯଥା ସମୟରେ ଭୋଜନ ଓ ବିଶ୍ରାମ ମିଳିବନି। ବିଳମ୍ବରେ ବି ସ୍ୱାଦିଷ୍ଟ ଓ ଆରାମଦାୟକ ଶାନ୍ତି ମିଳିବ, ସ୍ୱାଦିଷ୍ଟ ଆହାର ମିଳିବ। ବହୁତ ସମୟ ଆମେ ବିଶ୍ରାମ ନେବା, ଭଲ ଖାଦ୍ୟ ଖାଇବା। ପୁରୁଣା ରୋଗ ପୀଡ଼ା ଦେବ। ବହୁ ବନ୍ଧୁଙ୍କ ମହଲରେ ଉପର ଓଳି ସମୟ କଟିବ। ରାତି ଅନିଦ୍ରା ହେବାର ଯୋଗ ଅଛି। ଆଉ ବହୁତ ସମୟ ବୃଥାରେ କଟିଯିବ। ବୁଝିଲ ନା? ତୁଳା ରାଶି କଥା। ବିଛା ରାଶି, ଆସନ୍ତା କାଲି ରବିବାର ମାନେ କାଲି 15 ତାରିଖ ଜାଗର ବିଛା ରାଶିର ଜ୍ୟେଷ୍ଠା ନକ୍ଷତ୍ରର ରାତି 7ଟା 45 ପରେ ଅଶୁଭ ସମୟ ଆସି ଶାନ୍ତି ଭଙ୍ଗ କରିବ। ଆୟ ବୃଦ୍ଧି ହେବ। ସମସ୍ତ କର୍ମଚାରୀ ଚଳଚଞ୍ଚଳ ରହିବେ। ସମସ୍ତ ଜୀବିକା ଜୀବନ୍ତ ପ୍ରାୟ ଅନୁଭୂତ ହେବ। ସମସ୍ତ ଜୀବିକା ଯେମିତି ଆପଣ ଗୋଟିଏ ବ୍ୟବସାୟ କରୁଛନ୍ତି, ସେ ବ୍ୟବସାୟ ଯେମିତି ଆପଣଙ୍କୁ କହିବ ମୁଁ ସଜାଗ ଅଛି, ମୋ ପାଖରେ ସବୁ ଅଛି, ଗ୍ରାହକ କ'ଣ ମାଗୁଛନ୍ତି ଏଉଠୁ ନେଇ ତାଙ୍କୁ ଦେ। ସଜାଗ ବନ୍ଧୁ ଭଳି ବ୍ୟବସାୟ ଆଜି ବା କର୍ମ ଆଜି, ବୃତ୍ତି ଆଜି, ସେବା ଆଜି ଏହି ବ୍ୟକ୍ତିମାନଙ୍କୁ, ବିଛାରାଶିମାନଙ୍କୁ ସାହାଯ୍ୟ ସହଯୋଗ କରିବ। ଦେହ ସୁସ୍ଥ ରହିବ। କୌଣସି ଜରୁରୀ କର୍ତ୍ତବ୍ୟ ଯୋଗୁଁ ଅନ୍ତରଙ୍ଗ ପରିଜନଙ୍କ ସହଯୋଗ ଲୋଡ଼ିବେ, ସହଯୋଗ ମିଳିବ। ସମସ୍ତ ସମସ୍ୟା ଲାଘବ ହୋଇଯିବ। ଚିନ୍ତା କିଛି ନାହିଁ। କିଛି ପୁଣ୍ୟ ଅଛି ବୋଲି ପ୍ରିୟ ଲୋକ ଆଜି ପୂର୍ଣ୍ଣ ସହଯୋଗ କରିବେ। ବିଛା କଥା ସରିଲା। ଧନୁ କଥା, ଧନୁ ରାଶି ପାଇଁ ଆସନ୍ତାକାଲି ଜାଗର 15 ତାରିଖ ଏକ ଶୁଭ ଦିନ, ରବିବାର। ଶୁଭ ସମ୍ବାଦ ଶୁଣି ଖୁସି ହେବେ। ମାତ୍ର ରାତି 7ଟା 45ରୁ ପୂର୍ବାଷାଢ଼ା ନକ୍ଷତ୍ରର ଅଶୁଭ ସମୟ ଆସି ଟିକେ ଦୁଃଖ ଦେବ। ଧନାଗମ ହେବ, ମାତ୍ର ମନ ଘର ଧରିବନି। ଆକୁଳ ବ୍ୟାକୁଳ ହେବ। ସାମାନ୍ୟ କଳହ ହୋଇପାରେ। ଶାରୀରିକ ଦୁଃଖ ନାହିଁ। ସବୁ ଠିକ୍ ଠାକ୍ ହେବ, ମାତ୍ର ଅବୁଝା ମନ ପାଇଁ ସବୁ ବିଗିଡ଼ିଯିବ। ମନକୁ ଟିକେ ବୁଝାଇ ପାରିଲେ ହେଲା। ଆଉ ମନ ବୁଝିବନି ପରା। କୌଣସି ଅତୀତ ଘଟଣାକୁ ସେ ଭାବିବ, ସେଇ ଭାବନା ଭିତରେ ସେ ହଜିଯିବ। ତେଣୁ ମନକୁ ସଜାଡ଼ି ହେବନି। ସମୟ ଆସିଲେ ସେ ମନ ଆପେ ଆପେ ବୁଝିଯିବ। ମକର ରାଶି ପାଇଁ ଆସନ୍ତା କାଲି ଜାଗର ରବିବାର 15 ତାରିଖ ବନ୍ଧୁ ମିଳନ ଦିନ। ଦେହ ମୁଣ୍ଡ ସୁସ୍ଥ ରହିବ। ଯଥା ସମୟରେ ଭୋଜନ ଓ ଶୟନ ସୁଖ ମିଳିବ। ଆୟ ଅମଳରେ ଆଦୌ ସମସ୍ୟା ନାହିଁ। ସୁଖ ଓ ଶାନ୍ତି ଅବ୍ୟାହତ ରହିବ। ଖୋଜୁଥିବା ଲୋକେ ପାଖକୁ ଆସିବେ। ସୁଖରେ ଦିନ ଯିବ। ମକରର ବଢ଼ିଆ ଦିନ। କୁମ୍ଭ ଆଉ ମୀନ। କୁମ୍ଭ କଥା ବୁଝିବା। ଆସନ୍ତା କାଲି ରବିବାର ଜାଗର 15 ତାରିଖ କୁମ୍ଭ ରାଶି ପାଇଁ ବଡ଼ ଅଶୁଭ ଦିନ। କୁମ୍ଭ ପାଇଁ ଶୁଭ ଦିନ ନୁହେଁ। ରାତି 7ଟା 45 ପରେ ପୂର୍ବ ଭାଦ୍ରପଦ ନକ୍ଷତ୍ରର ଅସୁବିଧା ହେବ। ବ୍ୟୟ ବଢ଼ିଯିବ। ବଦଖର୍ଚ୍ଚ ହେବ। ଦେହ ଖରାପ ହେବ। ଦେହ ମୁଣ୍ଡ ବିନ୍ଧିବ। ଭାରି ବାଧିବ। ଋଣଦାତା କଟୁକ୍ତି ପ୍ରୟୋଗ କରିବେ। ଶତ୍ରୁ ଓ ପଡ଼ୋଶୀ ଥଟ୍ଟା କରିବେ। କୌଣସି ପ୍ରକାରର ସୁଖ ନାହିଁ। ଶାରୀରିକ, ମାନସିକ, ଦାହିକ, କୌଳିକ, ମୌଳିକ, ସାମାଜିକ, ପାରିବାରିକ, ଆର୍ଥିକ
ସବୁ ପ୍ରକାର ଦୁଃଖ ଅଛି କାଲି କୁମ୍ଭ ରାଶି ପାଇଁ। ମୀନ ଆସନ୍ତା କାଲି ରବିବାର ଜାଗର 15 ତାରିଖ ମୀନ ରାଶି ପାଇଁ ଏକ ଶୁଭଙ୍କର ଦିନ। ମାତ୍ର ରାତି 7ଟା 45ରୁ ରେବତୀ ନକ୍ଷତ୍ରର ଅଶୁଭ ସମୟ ଆସିବ। ଆୟ ଅମଳ ଏହି ମୀନରାଶିମାନଙ୍କର ଶତକଡ଼ା 100 ହେବ। ଆଜି ରବିବାର ମୀନରାଶିମାନଙ୍କର ଆୟ ଅମଳ ଶତକଡ଼ା 100 ହେବ। ଜନ୍ମ ଜାତକରେ ଏକାଦଶାଧିପ ଯଦି କେନ୍ଦ୍ରରେ ବା କୋଣରେ ଥିବେ, ଏକାଦଶାଧିପ ଯଦି ଲାଭ ଘର ମାଲିକ, ଆୟ ଘର ମାଲିକ ଯଦି ଜନ୍ମ ଜାତକରେ କେନ୍ଦ୍ରରେ ବା କୋଣରେ ବା ମିତ୍ରଙ୍କ ଦୃଷ୍ଟିରେ ଥିବେ, ତେବେ ଆୟ ଅମଳ ଶତକଡ଼ା 100 ହେବ, ଲାଭ ପ୍ରବଳ ହେବ। ନହେଲେ ଅଳ୍ପ କିଛି ହେବ, ଅସୁବିଧା କିଛି ହେବନି। ସମସ୍ତଙ୍କ ହାତ ଚାଲିବ, ସମସ୍ତେ ଖୁସି ହେବେ। ସମସ୍ତ ବୃତ୍ତି, ବ୍ୟବସାୟ, ସେବା, ଚାକିରିରୁ ଯିଏ ଯେଭଳି ବଞ୍ଚିଛନ୍ତି ସେଥିରେ ବିକାଶ ହେବ। এই ବିକଶିତ ଧାରାରେ ଆନନ୍ଦ ପାଇବେ। କିନ୍ତୁ ସବୁଠୁ ବେଶୀ ଲାଭ ହେବ ଯେଉଁମାନଙ୍କ ଜନ୍ମ ଜାତକରେ ଲାଭାଧିପ କେନ୍ଦ୍ରରେ ବା କୋଣରେ ବା ମିତ୍ର ଦୃଷ୍ଟିରେ ଥିବେ, ଅଷ୍ଟମରେ କି ଦ୍ୱାଦଶରେ ନଥିବେ, ତାହେଲେ ସେମାନେ ଶତକଡ଼ା 100 ଲାଭ ପାଇବେ, ଆୟ କରିବେ, ଶାନ୍ତି ସୁଖ ଡୋଳିରେ ବସି ଝୁଲିବେ। ଆଜି ଗୋଟେ ଆନନ୍ଦିତ ଦିନ। ଦେହ ସୁସ୍ଥ ରହିବ, ବନ୍ଧୁ ଗହଣରେ ସମୟ ବିତିବ, ଶାନ୍ତି ସୁଖ ପାଖେ ପାଖେ ରହିବ। ସମସ୍ତେ ବୁଝିବେ ତମେ ବହୁତ ଭଲ, କାରଣ ତମଠୁ ସମସ୍ତେ ନେବେ, ତମକୁ ଗୋଟିଏ ଦୁହାଁଳିଆ ଗାଈ କରିଦେବେ। ତାପରେ ନିଜର ସ୍ୱାର୍ଥ ହାସଲ ପାଇଁ ସମସ୍ତେ ଯେତିକି ଆବଶ୍ୟକ ସେତିକି ସ୍ୱାର୍ଥ କ୍ଷୀର ଦୁଇ ନେଇଯିବେ। ବନ୍ଧୁ, ଆଜି ପାଇଁ ଏତିକି। ଭଗବାନ ଶିବ ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ହେଉ। ଓಂ ନମୋ ଶିବାୟ ଶାନ୍ତାୟ କାରଣତ୍ରୟ ହେତବେ ନିବେଦୟାମି ଚାତ୍ମାନଂ ପୁଙ୍ଗତି ପରମେଶ୍ୱର। ଓಂ ଶାନ୍ତି ଶାନ୍ତି ଶାନ୍ତି।